हाय सांगमाने आजी आमे पढ़िबा दशम श्रेणी साहित्य सिंधु बहिर प्रथम चैप्टर जार ना हेउछि भीमंक सिंहनाद रड़ी। आजी आमे एथिरे थिबा सबु क्वेश्चन आंसर गुड़िकर डिस्कशन करिबा। तेबे चलतु देखिबा एक नंबर रे कौन अछि। एक पदरे प्रकाश कर। धृतराष्ट्रंक पुत्र एक पदरे प्रकाश कले कौन हेब? धृतराष्ट्री। सेहिपरि मरुतंक पुत्र मारुति, पवनंक पुत्र पावनी, पंडुक पुत्र पांडव, अदितिंक पुत्र आदित्य, कुंतींक पुत्र कौंतेय। एबे देखिबा दुई नंबर कौन लेखा होईछि। निम्नलिखित शब्द गुड़िकर दुईटी लेखाएं प्रतिशब्द लेख। तेबे पिलामाने प्रति शब्दर अर्थ हेउछि सिमिलारिटी, माने गोटिए शब्द भिन्न भिन्न अर्थ आउ सेही अर्थ गोटिए शब्द को ही बुझाए। जेमिति कि शूलधर एहार प्रतिशब्द हेउछि शिव शंकर। सेहिपरि संकट विपद विपत्ति, मर्त्य पृथिवी धरा, अंतरिक्ष गगन आकाश, नलिनी पद्म कमल, जम मृत्यु धर्मराज, कमला लक्ष्मी पद्मा, भर्त्सना तिरस्कार निंदा। एबे तो बुझी पारिले। तीन नंबर कौन लेखा होईची? व्यास वाक्य सह समासर नाम लेख। त्रिलोचन तिनि लोचन जाहार से। तेबे तिनि लोचनर माने हेउछि तिनिटा आखि जाहार। तेबे एहा केउ समास हेउछि? एहा हेउछि बहुब्रीहि समास। तेबे सेहिपरि काला नळ काल रूपक अनल, एहा रूपक कर्मधारय समास। नवद्वीप नौटी द्वीपर समाहार, एहा द्विगु समास। सप्त सागर सातोटी सागरर समाहार, एहा द्विगु समास। भुज दंड परी, एहा उपमित कर्मधारय समास। अज्राम्बर जिए अजर सिए अमर, आउ एहा हेउछि बहुब्रीहि समास। एबे देखिबा 4 नंबर क्वेश्चन आंसर रे कौन लेखा होईछि। पठित कविता अवलंबन रे शून्य स्थान पूरण कर। ईश्वर को सिंहनाद मागंतु डैश। तेबे किए मागिथिले? एहार आंसर हेब पवनर सूत। आसन कंपिला जे देव डैश। आंसर शूलधर। पार्वती बोइले भीमसेन आंभ डैश। एहार आंसर हेउछि उपगारी। डैश रु काढ़ी देले से सिंहनाद। आंसर चिरिकुटीरू। डैश आसी प्रवेश होइला व्यास सरोवर तीरे। आंसर अंतरिक्षे। डैश मारी बाहास्फोट गर्जिण बेगे उठी। एहार आंसर हेउछि वक्षस्थळे। बोइलु जे भीमर डैश सहिबु
ଆନ୍ସର ହେଉଛି ସାତରଡ଼ି। କଦଳୀ ପତ୍ର ପାଏ ଡ୍ୟାସ୍ ମହାତମୀ। ଏହାର ଆନ୍ସର ହେଉଛି କମ୍ପଇ। ଏବେ ତ ଆପଣମାନେ ସବୁ ବୁଝିପାରିଲେ। ତେବେ ପିଲାମାନେ, ଆମେ ତ ସର୍ଟ କୋଶ୍ଚିନ୍ ଆନ୍ସର ଦେଖିଲେ। ଏବେ ଚାଲନ୍ତୁ ଟିକେ 2 ମାର୍କିଆ କୋଶ୍ଚିନ୍ ଆନ୍ସର ଉପରେ ଡିସ୍କସନ୍ କରିବା। ଏବେ ଦେଖିବା 5 ନମ୍ବର କୋଶ୍ଚିନ୍ ଆନ୍ସରରେ କ'ଣ ଲେଖା ହୋଇଛି। ସିଂହନାଦ କ'ଣ? ସିଂହନାଦ ମଇଁଷି ସିଂହରେ ନିର୍ମିତ ଏକ ବାଦ୍ୟ। ଶିବ ଭୈରବ ରୂପ ଧାରଣ କରି ସିଂହନାଦ କଲେ ପୃଥିବୀ ପ୍ରଳୟ ହୁଏ। ଏହାର ମାନେ ହେଉଛି ସିଂହନାଦ ମଇଁଷି ସିଂହରେ ତିଆରି ଗୋଟିଏ ବାଦ୍ୟ। ଶିବ ଯେତେବେଳେ ଭୈରବ ରୂପ ଧାରଣ କରି ସିଂହନାଦ କରନ୍ତି ସେତେବେଳେ ପୃଥିବୀ ପ୍ରଳୟ ହୁଏ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ସହଦେବ ଜଗନ୍ନାଥଙ୍କୁ କ'ଣ ବୋଇଲେ? ଆନ୍ସର ହେଉଛି ଭୀମ ଶିବଙ୍କଠାରୁ ସିଂହନାଦ ପ୍ରାପ୍ତ ହୁଅନ୍ତୁ ବୋଲି ସହଦେବ ଜଗନ୍ନାଥଙ୍କୁ ଜଣାଇଲେ। ନେକ୍ସଟ, ସିଂହନାଦ ଦେବା ପାଇଁ ପାର୍ବତୀ ଶିବଙ୍କୁ କ'ଣ କହିଲେ? ପୂର୍ବେ ଭୀମ ଅଶ୍ଳେଷା ଦୈତ୍ୟକୁ ବଧ କରି କୈଳାସ ଉଦ୍ଧାର କରିଥିବାରୁ ଶିବ ଭୀମକୁ ବର ଦେବାକୁ ସତ୍ୟ କରିଥିଲେ। ତେଣୁ ଶିବ ସତ୍ୟ ରକ୍ଷା କରି ବୃକୋଦର ଭୀମଙ୍କୁ ସିଂହନାଦ ପ୍ରଦାନ କରନ୍ତୁ ବୋଲି ଦେବୀ ପାର୍ବତୀ ଶିବଙ୍କୁ କହିଲେ। ବୁଝିଲେ ତ ପିଲାମାନେ ସମସ୍ତେ? ଏବେ ନେକ୍ସଟ କ୍ୱେଶ୍ଚିନ୍। ପାଣ୍ଡବ ହେତୁ ତ୍ରିଲୋଚନ କିଭଳି ବର୍ତ୍ତିଥିଲେ? ଆନ୍ସର, ପୂର୍ବେ ଅଶ୍ଳେଷା ଦୈତ୍ୟ କୈଳାସ ପର୍ବତ ଉପାଡ଼ି ନେଇଯାଉଥିବା ବେଳେ ଋଷ୍ୟମୁକ ପର୍ବତରେ ଅବସ୍ଥାନ କରୁଥିବା ଭୀମ ନିଜର ପରାକ୍ରମ ବଳରେ ଦୈତ୍ୟକୁ ବଧ କରି କୈଳାସ ଉଦ୍ଧାର କରିଥିଲେ। ତେଣୁ ଏହିପରି ଭାବରେ ପାଣ୍ଡବଙ୍କ ଯୋଗୁଁ ତ୍ରିଲୋଚନ ବର୍ତ୍ତିଥିଲେ। ନେକ୍ସଟ କ୍ୱେଶ୍ଚିନ୍। ସିଂହନାଦ କିପରି ଗତି କରି ଭୀମଙ୍କ ହସ୍ତକୁ ଆସିଲା? ସିଂହନାଦ ଗତି କଲାବେଳେ ପ୍ରବଳ ପବନ ବହିବାକୁ ଲାଗିଲା ଓ ସମଗ୍ର ମର୍ତ୍ତ୍ୟ ଭୁବନ ବିକଟାଳ ଶବ୍ଦରେ କମ୍ପିବାକୁ ଲାଗିଲା। ଏହା ସୂର୍ଯ୍ୟଙ୍କଠାରୁ ଶତଗୁଣ ତେଜରେ ଜ୍ୟୋତି ପ୍ରକାଶ କରି ଆକାଶ ମାର୍ଗରୁ ଆସି ବ୍ୟାସ ସରୋବର କୂଳରେ ଉପନୀତ ହେଲା। କ୍ରମେ ଏହା ବ୍ୟାସ ସରୋବର କୂଳରେ ଉପସ୍ଥିତ ଥିବା ଭୀମଙ୍କ ହସ୍ତକୁ ଆସିଲା। ନେକ୍ସଟ କ୍ୱେଶ୍ଚିନ୍। ବ୍ୟାସ ସରୋବରର ମାହାତ୍ମ୍ୟ ଲେଖ। ବ୍ୟାସ ସରୋବରଠାରେ ବ୍ୟାସଦେବ ଗୁପ୍ତରେ ମହାଭାରତ ଓ ଅଷ୍ଟାଦଶ ପୁରାଣ ଆଦି ରଚନା କରୁଥିଲେ। ଦକ୍ଷ ଯଜ୍ଞ ନାଶ ପରେ ଶିବ ନିଜକୁ ଶୀତଳ କରିବା ପାଇଁ ଏଠାରେ ପ୍ରବେଶ କଲେ। ବ୍ୟାସଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବାରୁ ଶିବ ଅଭିଶାପ ଦେଇଥିଲେ ଯେ କୌଣସି ଶରଣାଗତ ଅନନ୍ୟୋପାୟ ହେତୁ ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ଏଠାରେ ଆଶ୍ରୟ ନେଲେ ତାର ଶତ୍ରୁ ଏଠାରେ ପ୍ରବେଶ କରିପାରିବେ ନାହିଁ। ଯଦି ବଳପୂର୍ବକ ପ୍ରବେଶ କରେ ତେବେ ସେ ଶତ୍ରୁ ଧ୍ୱଂସ ହୋଇଯିବ। ନେକ୍ସଟ କ୍ୱେଶ୍ଚିନ୍। ପ୍ରଥମତର ସିଂହନାଦ ରଡ଼ିରେ ପୃଥିବୀରେ କି କି ବିଲକ୍ଷଣମାନ ଦେଖା ଦେଇଥିଲା? ଆନ୍ସର,
ପ୍ରଥମତର ସିଂହନାଦ ରଡ଼ିରେ ମହିମଣ୍ଡଳ ପ୍ରକମ୍ପିତ ହେଲା। ପଦ୍ମପତ୍ରରେ ଢଳ ଢଳ ହେଲା ପରି ମେଦିନୀ ଟଳମଳ ହେଲା। ନେକ୍ସଟ କ୍ୱେଶ୍ଚିନ୍, ଦ୍ୱିତୀୟ ଥର ସିଂହନାଦ ରଡ଼ିରେ ସୌର ଜଗତରେ କି ବିଲକ୍ଷଣ ଦେଖାଦେଲା? ଆନ୍ସର, ଭୀମର ଦ୍ୱିତୀୟ ସିଂହନାଦ ରଡ଼ିରେ 6 ଲକ୍ଷ ଯୋଜନ ଯାଏ ଆକାଶ ପ୍ରକମ୍ପିତ ହେଲା ଓ ନବଦ୍ୱୀପ ଓ ସପ୍ତସାଗର ଗୁଡ଼ିକ ପ୍ରକମ୍ପିତ ହେଲା। ଭୂଲୋକ, ସୂର୍ଯ୍ୟାଲୋକ, ଧ୍ରୁବମଣ୍ଡଳ ଓ ଦେବଲୋକ ଇତ୍ୟାଦିରେ କମ୍ପନ ସୃଷ୍ଟି ହେଲା। ସମୁଦ୍ରର ଜଳ ଉଛୁଳି ସତେ ଯେପରି ଆକାଶ ସ୍ପର୍ଶ କଲା। ବୁଝିପାରୁଛନ୍ତି ତ ପିଲାମାନେ? ଏବେ ନେକ୍ସଟ କ୍ୱେଶ୍ଚିନ୍, ନବଦ୍ୱୀପର ନାମ ଲେଖ। ସ୍କନ୍ଦ ପୁରାଣ ଅନୁସାରେ ନବଦ୍ୱୀପର ନାମ ହେଲା ଇନ୍ଦ୍ରଦ୍ୱୀପ, ନାଗଦ୍ୱୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବଦ୍ୱୀପ, ବରୁଣଦ୍ୱୀପ, କଶେରୁମାନଦ୍ୱୀପ, ଗୌସ୍ତିମାନଦ୍ୱୀପ, ତାମ୍ରପର୍ଣ୍ଣଦ୍ୱୀପ, କୁମାରିକାଦ୍ୱୀପ। ନେକ୍ସଟ, ସପ୍ତସାଗରର ନାମ ଲେଖ। ସପ୍ତସାଗରର ନାମ ହେଲା ଦଧି, ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା ଓ ଜଳ। ନେକ୍ସଟ କ୍ୱେଶ୍ଚିନ୍, ଦ୍ୱିତୀୟ ରଡ଼ିରେ ଦୁର୍ଯ୍ୟୋଧନ କିପରି ବାହାରକୁ ଆସିଲା? ଆନ୍ସର ହେଉଛି, ଦ୍ୱିତୀୟ ରଡ଼ିରେ ମହାଲକ୍ଷ୍ମୀଙ୍କ ସାନ୍ତ୍ୱନାକୁ ଆଗ୍ରହ କରି ଦୁର୍ଯ୍ୟୋଧନ ବିରୋଚିତ ସମ୍ମୁଖ ସମରକୁ ଯିବାକୁ ଉଦ୍ୟତ ହେଲା। ନେକ୍ସଟ କ୍ୱେଶ୍ଚିନ୍, ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ କଣ କଣ କହି ବାହାରକୁ ଯିବା ପାଇଁ ବାରଣ କଲେ? ଆନ୍ସର ହେଉଛି, ମହାଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ପ୍ରବୋଧନ ଦେଇ କହିଲେ ସେ ଭୀମର ତୃତୀୟ ରଡ଼ି ସହ୍ୟ କଲେ ମହୀରେ ଚିରଞ୍ଜୀବୀ ହେବେ। ନେକ୍ସଟ କ୍ୱେଶ୍ଚିନ୍, ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ କିପରି ଅବଜ୍ଞା କଲେ? ଆଉ ଆନ୍ସରଟି ହେଉଛି, ଦୁର୍ଯ୍ୟୋଧନର 2 ଭୁଜ ଧରି ମହାଲକ୍ଷ୍ମୀ ତାକୁ ବାହାରକୁ ଯିବାକୁ ବାରଣ କଲେ ମଧ୍ୟ ପାମର ଦୁର୍ଯ୍ୟୋଧନ ତାଙ୍କୁ ଠେଲି ଦେଲା। ମା କମଳାଙ୍କୁ ଛାଡ଼ି ଚାଲିଯିବା ପାଇଁ ମଧ୍ୟ କହି ଭର୍ତ୍ସନା କଲା। ଏହିପରି ଭାବରେ ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ ଅବଜ୍ଞା କଲା। ତେବେ ଚାଲ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ? ମହାଲକ୍ଷ୍ମୀଙ୍କର ଉଭୟ କ୍ରୋଡ଼ରେ ଆଶ୍ରୟ ନେଇଥିବା ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କ ବାରଣ ନ ମାନି ତାଙ୍କୁ ଠେଲି ଦେବାରୁ ଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଥିଲେ। ନେକ୍ସଟ କ୍ୱେଶ୍ଚିନ୍, ଦୁର୍ଯ୍ୟୋଧନର ଗଦାଦ୍ୱୟର ଓଜନ କେତେ କେତେ ପରିମାଣର? ଆଉ ଏହାର ଆନ୍ସର ହେଉଛି, ଦୁର୍ଯ୍ୟୋଧନଙ୍କର ଗଦାଦ୍ୱୟର ଓଜନ 70 ଭାର ବୋଲି କୁହାଯାଉଛି। ଏବେ ତ ବୁଝିପାରିଲେ ପିଲାମାନେ? ପିଲାମାନେ, ଏବେ ଆମେ ସରଳାର୍ଥ କ୍ୱେଶ୍ଚିନ୍ ଆନ୍ସର ଉପରେ
ଡିସ୍କସନ୍ କରିବା। ତେବେ ଚାଲନ୍ତୁ ଦେଖିବା କ'ଣ ଲେଖା ହୋଇଛି କୋଶ୍ଚିନ୍ ଆନ୍ସରରେ। ସଙ୍କଟ କାଳେ ତୁଭନ୍ତ ଉଦ୍ଧାରନ୍ତି ପୁଣ, ଦିଅସି ସିଂହନାଦ ପ୍ରସନ୍ନ ବଦନେଣ। ଆନ୍ସର ସଙ୍କଟ କାଳେ ... ବଦନେଣ। ଉକ୍ତ ପଦ୍ୟାଂଶଟି ଭୀମଙ୍କ ସିଂହନାଦ ରଡ଼ି ଶୀର୍ଷକ କବିତାରୁ ଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ସାରଳା ଦାସ ପାର୍ବତୀ କିପରି ପାଣ୍ଡବଙ୍କୁ ସିଂହନାଦ ପ୍ରଦାନ କରିବା ଉଚିତ ବୋଲି ଶିବଙ୍କୁ ପରାମର୍ଶ ଦେଇଛନ୍ତି ତାହା ଏଠାରେ ବର୍ଣ୍ଣନା କରିଛନ୍ତି। ସିଂହନାଦ ପ୍ରାପ୍ତି ଉଦ୍ଦେଶ୍ୟରେ ଭୀମ ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଧ୍ୟାନସ୍ଥ ହେଲେ। ଭୀମଙ୍କ ଧ୍ୟାନରେ ଈଶ୍ୱରଙ୍କର ଆସନ ଟଳମଳ ହେଲା। ତ୍ରିକାଳଦର୍ଶୀ ଶିବ ଭୀମଙ୍କର ଇଚ୍ଛା ବିଷୟରେ ଅବଗତ ହେଲେ। ସେ ଏଥିପାଇଁ ପତ୍ନୀ ପାର୍ବତୀଙ୍କର ପରାମର୍ଶ ଗ୍ରହଣ କରିବାକୁ ଇଚ୍ଛା କଲେ। ପାର୍ବତୀ ଶିବଙ୍କୁ ସ୍ମରଣ କରାଇଦେଲେ ଯେ ପୂର୍ବେ ଭୀମ କିପରି କୈଳାସ ପର୍ବତକୁ ଅଶ୍ଳେଷା ଦୈତ୍ୟଠାରୁ ଉଦ୍ଧାର କରିଥିଲେ। ବିପଦ ସମୟରେ ପାଣ୍ଡବମାନେ ଶିବଙ୍କର ଉପକାର କରିଥିବାରୁ ଶିବ ପ୍ରସନ୍ନ ହୋଇ ଭୀମଙ୍କୁ ସିଂହନାଦ ପ୍ରଦାନ କରନ୍ତୁ ବୋଲି ପାର୍ବତୀ ପରାମର୍ଶ ଦେଲେ। ପାର୍ବତୀଙ୍କର ପରାମର୍ଶ ଗ୍ରହଣ କରି ଶିବ ସିଂହନାଦକୁ ଭୀମଙ୍କ ହସ୍ତରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଲେ। ପ୍ରସଙ୍ଗରେ ଜଗତ କଲ୍ୟାଣ ଲାଗି ପାର୍ବତୀଙ୍କ ପରାମର୍ଶ ଆଦର୍ଶ ସ୍ଥାନୀୟ। ବୁଝିପାରିଲେ ତ ପିଲାମାନେ? ଏବେ ନେକ୍ସଟ ସରଳାର୍ଥ ଦେଖିବା। କାଳା ନଳ ଜାଣି ବିକାଶୀ ସିଂହନାଦ ଜ୍ୟୋତି, ଆଦିତ୍ୟାଂଶୁ ସତେ ଗୁଣ ତେଜ ବିକାଶନ୍ତି। ଆନ୍ସର ହେଉଛି କାଳା ନଳ ... ବିକାଶନ୍ତି। ଉକ୍ତ ପଦ୍ୟାଂଶଟି ଭୀମଙ୍କ ସିଂହନାଦ ରଡ଼ି ଶୀର୍ଷକ କବିତାରୁ ଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ସାରଳା ଦାସ ଶିବଙ୍କ ସିଂହନାଦ ତେଜ ବିଷୟରେ ବର୍ଣ୍ଣନା କରିଛନ୍ତି। ଶିବଙ୍କ ଆଜ୍ଞା ପାଇ ସିଂହନାଦ ଗତି କଲାବେଳେ ସମଗ୍ର ମର୍ତ୍ତ୍ୟ ଭୁବନ ପ୍ରଚଣ୍ଡ ଶବ୍ଦରେ କମ୍ପିବାକୁ ଲାଗିଲା। ପ୍ରଚଣ୍ଡ ବେଗରେ ପବନ ବହିବାକୁ ଲାଗିଲା। ଏହା ସୂର୍ଯ୍ୟଙ୍କଠାରୁ ଶତଗୁଣ ତେଜରେ ଜ୍ୟୋତି ପ୍ରକାଶ କରି ଆକାଶ ମାର୍ଗରେ ଗତି କରୁଥିଲା। ସିଂହନାଦରୁ ଭୟଙ୍କର ଅଗ୍ନି ନିର୍ଗତ ହୋଇ ଚାରିଆଡ଼େ ବିଚ୍ଛୁରିତ ହେଉଥିଲା। ଏହା କ୍ରମଶଃ ବ୍ୟାସ ସରୋବର ତୀରରେ ଉପନୀତ ହେବାକୁ ଅଗ୍ରସର ହେଲା। ପ୍ରସଙ୍ଗରେ ସିଂହନାଦ ତେଜର ବର୍ଣ୍ଣନା କବିଙ୍କର ମହାକାବ୍ୟିକ ଦୃଷ୍ଟିକୋଣର ପରିଚୟ ବହନ କରେ। ଏବେ ଦେଖିବା ଆମେ ନେକ୍ସଟ ସରଳାର୍ଥରେ କ'ଣ ଲେଖା ହୋଇଛି। ନଳିନୀ ପତ୍ରରେ ଜେହ୍ନେ ପଡ଼ନ୍ତେଣ ପାଣି, ପୃଥିବୀ ଦଲଦଲିତ କମ୍ପଇ ମେଦିନୀ। ଆନ୍ସର ନଳିନୀ ପତ୍ରରେ ... କମ୍ପଇ ମେଦିନୀ। ଉକ୍ତ ପଦ୍ୟାଂଶଟି ଭୀମଙ୍କ ସିଂହନାଦ ରଡ଼ି ଶୀର୍ଷକ କବିତାରୁ ଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ସାରଳା ଦାସ ଭୀମଙ୍କ ପ୍ରଥମ ସିଂହନାଦ ରଡ଼ିରେ ପୃଥିବୀରେ କି ବିଲକ୍ଷଣ ଦେଖାଦେଲା ତାହା ବର୍ଣ୍ଣନା କରିଛନ୍ତି। ସିଂହନାଦ ପ୍ରାପ୍ତି ପରେ ଭୀମ ତାହାକୁ ଓଠରେ ଲଗାଇ ଫୁଙ୍କିବାରୁ ଏଠାରେ ପ୍ରଚଣ୍ଡ ଶବ୍ଦରେ ସମଗ୍ର ମହୀମଣ୍ଡଳ ପ୍ରକମ୍ପିତ ହେବାକୁ ଲାଗିଲା।
ପଦ୍ମପତ୍ରରେ ଜଳ ଢଳ ଢଳ ହେଲା ପରି ସମଗ୍ର ପୃଥିବୀ ଥରହର ହେଲା। ଏହି ପ୍ରକାର ବର୍ଣ୍ଣନା ଅତି ରଞ୍ଜିତ ମନେ ହେଉଥିଲେ ମଧ୍ୟ ମହାକାବ୍ୟିକ ଦୃଷ୍ଟିକୋଣରୁ ଏହି ବର୍ଣ୍ଣନା ଉପଯୁକ୍ତ ଓ ପ୍ରାସଙ୍ଗିକ। ପ୍ରସଙ୍ଗରେ କବିଙ୍କ ତୁଳନା ମହାକାବ୍ୟ ଅନୁଯାୟୀ ଯଥାର୍ଥ ଓ ଉପଯୁକ୍ତ। ବୁଝିପାରିଲେ ତ ପିଲାମାନେ? ଯଦି କେହି ନ ବୁଝିପାରିବେ ତାହେଲେ ଆମକୁ କମେଣ୍ଟ ବକ୍ସରେ ଯାଇ କ୍ୱେଶ୍ଚିନ୍ କରିପାରିବେ, ଆଉ ଆମେ ମଧ୍ୟ ଚେଷ୍ଟା କରିବୁ ତାହାର ଆନ୍ସର ଦେବା ପାଇଁ। ପିଲାମାନେ, ଆମେ ସର୍ଟ କ୍ୱେଶ୍ଚିନ୍ ଏବଂ ସରଳାର୍ଥ ବିଷୟରେ ତ ଡିସ୍କସନ୍ କଲେ। ଏବେ ଚାଲନ୍ତୁ ଟିକେ ନଜର ପକାଇବା ଲଙ୍ଗ କ୍ୱେଶ୍ଚିନ୍ ଉପରେ। ଭୀମସେନ 2 ବାର ସିଂହନାଦ ରଡ଼ି କରିବା ବେଳେ କ'ଣ କ'ଣ ଘଟିଥିଲା? ଆକାଶ ମାର୍ଗରୁ ସିଂହନାଦ ଆସି ବ୍ୟାସ ସରୋବର କୂଳରେ ଉପସ୍ଥିତ ଥିବା ଦ୍ୱିତୀୟ ପାଣ୍ଡବ ଭୀମସେନଙ୍କ ହାତରେ ପହଞ୍ଚିଲା। ସିଂହନାଦ ପ୍ରାପ୍ତିରେ ନିଜର ଜ୍ଞାତି କୁଟୁମ୍ବ ଓ ମହାରଥୀମାନଙ୍କୁ ମହାଭାରତ ଯୁଦ୍ଧରେ ହରାଇ ନିଃସଙ୍ଗ ହୋଇ ପ୍ରାଣ ଭୟରେ ବ୍ୟାସ ସରୋବରରେ ଲୁଚିଥିବା କୁରୁ ଚୂଡ଼ାମଣି ଦୁର୍ଯ୍ୟୋଧନଙ୍କୁ ତା ମଧ୍ୟରୁ ବାହାର କରିବାକୁ ସଫଳ ହେବେ ବୋଲି ଜାଣି ଭୀମସେନ ଉଲ୍ଲସିତ ହେଲେ। ତେଣୁ ସେ କାଳ ବିଳମ୍ବ ନ କରି ସିଂହନାଦକୁ ଓଠରେ ଲଗାଇ ବାଦ୍ୟ ସୃଷ୍ଟି କଲେ। ଭୀମଙ୍କର ପ୍ରଥମ ସିଂହନାଦ ବାଦନ ଶବ୍ଦରେ ସମସ୍ତ ମହିମଣ୍ଡଳ ପ୍ରକମ୍ପିତ ହେଲା। ପଦ୍ମପତ୍ରରେ ଜଳ ପଡ଼ିଲେ ଯେପରି ତାହା ଢଳ ଢଳ ଅବସ୍ଥାରେ ରହିଥାଏ। ଭୀମଙ୍କ ପ୍ରଥମ ରଡ଼ିରେ ପୃଥିବୀ ଥରହର ହେଲା। ପର୍ବତଗୁଡ଼ିକ ନିଜ ନିଜ ସ୍ଥାନରୁ ବିଚ୍ୟୁତି ହେବାକୁ ଲାଗିଲେ। ବ୍ୟାସ ସରୋବର ମଧ୍ୟସ୍ଥ ନିଦ୍ରାଗ୍ରସ୍ତ ମହାମାନି ଦୁର୍ଯ୍ୟୋଧନଙ୍କର ସହସ୍ରା ନିଦ୍ରା ଭଙ୍ଗ ହେଲା। ଭୀମସେନଙ୍କ ଦ୍ୱିତୀୟ ସିଂହନାଦ ରଡ଼ିରେ ସୌରମଣ୍ଡଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ବିଷୟରେ କୁହାଯାଇଛି। ଭୀମଙ୍କର ଦ୍ୱିତୀୟ ରଡ଼ିରେ 6 ଲକ୍ଷ ଯୋଜନ ଯାଏ ଆକାଶ ପ୍ରକମ୍ପିତ ହେଲା। ପାତାଳ ପୁରୀରେ ଥିବା ଅନନ୍ତ ନାଗର ଫେଣା ଦୋହଲିବାକୁ ଲାଗିଲା। ନବଦ୍ୱୀପ ଓ ସପ୍ତ ସାଗରଗୁଡ଼ିକ ପ୍ରକମ୍ପିତ ହେବାକୁ ଲାଗିଲେ। ମେରୁ ପର୍ବତ ଟଳମଳ ପରିସ୍ଥିତିକୁ ଆସିଲା। ଭୂଲୋକ, ସୂର୍ଯ୍ୟମଣ୍ଡଳ, ଧ୍ରୁବମଣ୍ଡଳ, ଅମରମଣ୍ଡଳ ସବୁ ପ୍ରକମ୍ପିତ ହେଲା ଓ ସମୁଦ୍ରର ଜଳ ଉଛୁଳି ସତେ ଯେପରି ଆକାଶକୁ ସ୍ପର୍ଶ କଲା। ଭୀମଙ୍କର ଦ୍ୱିତୀୟ ରଡ଼ିକୁ ସହ୍ୟ କରି ନ ପାରି ଦୁର୍ଯ୍ୟୋଧନ ଛାତିରେ ବାହା ପିଟି ବିରଚିତ ସମ୍ମୁଖ ଯୁଦ୍ଧକୁ ବାହାରିବାକୁ ପ୍ରସ୍ତୁତ ହେଲେ। ବୁଝିପାରିଲେ ତ ପିଲାମାନେ? ଏବେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। କେଉଁ ପରିସ୍ଥିତିରେ ଭୀମଙ୍କୁ ସିଂହନାଦ ଦେବାକୁ ସଦାଶିବ ସମ୍ମତ ହେଲେ? ଏହାର ଆନ୍ସର ହେଉଛି ମହାଭାରତ ମହାସମରରେ ଆତ୍ମୀୟ ସ୍ୱଜନମାନଙ୍କୁ ହରାଇ ମହାମାନି ଦୁର୍ଯ୍ୟୋଧନ ଦୁର୍ବାସାଙ୍କ ଉପଦେଶରେ ଆତ୍ମରକ୍ଷା ପାଇଁ ବ୍ୟାସ ସରୋବରରେ ଆତ୍ମଗୋପନ କରିଥିଲେ। ଏହି ସରୋବରରେ ଶରଣ ନେଇଥିବା ବ୍ୟକ୍ତିଙ୍କୁ ମାରିବାକୁ ତା ଶତ୍ରୁ ବଳପୂର୍ବକ ପ୍ରବେଶ କଲେ ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ। ତେଣୁ କନିଷ୍ଠ ପାଣ୍ଡବ ସହଦେବ ଭୀମ ମହାଦେବକୁ ସନ୍ତୁଷ୍ଟ କରି ସିଂହନାଦ ପ୍ରାପ୍ତ ହୁଅନ୍ତୁ ବୋଲି ଜଣାଇଛନ୍ତି। କାରଣ ସିଂହନାଦ ରଡ଼ିକୁ ସହ୍ୟ କରି ନ ପାରି ଦୁର୍ଯ୍ୟୋଧନ ନିଶ୍ଚିତ ରୂପେ ବ୍ୟାସ ସରୋବରରୁ ବାହାରି ଆସିବ। ଆଉ ଭୀମ କାଳ ବିଳମ୍ବ ନ କରି
ପଶୁପତି ଶିବଙ୍କୁ ଧ୍ୟାନ କରିବାକୁ ଲାଗିଲେ। ଭୀମଙ୍କର ସ୍ମରଣରେ ଈଶ୍ୱର ଶିବଙ୍କର ଆସନ ଟଳମଳ ହେଲା। ଭୀମଙ୍କର ସିଂହନାଦ ପ୍ରାପ୍ତି ଉଦ୍ଦେଶ୍ୟକୁ ସଫଳ କରିବେ କି ନାହିଁ, ଏଥିପାଇଁ ସେ ଦେବୀ ପାର୍ବତୀଙ୍କର ପରାମର୍ଶ ଲୋଡ଼ିଲେ। ଦେବୀ ପାର୍ବତୀ ଶିବଙ୍କୁ ସ୍ମରଣ କରାଇଦେଲେ ଯେ ପାଣ୍ଡବମାନେ ସବୁବେଳେ ଆମର କଲ୍ୟାଣ କରିଥାନ୍ତି। ପୂର୍ବେ ଅଶ୍ଳେଷା ଦୈତ୍ୟ କୈଳାସ ଉପାଡ଼ି ନେଇ ଯାଉଥିବା ବେଳେ ଋଷ୍ୟମୁଖ ପର୍ବତରେ ଥିବା ଭୀମଙ୍କୁ ଶିବ ଡାକିଥିଲେ। ଭୀମ ନିଜର ଅପୂର୍ବ ଶକ୍ତି ଓ ପରାକ୍ରମ ବଳରେ ଦୈତ୍ୟକୁ ସଂହାର କରି କୈଳାସ ଉଦ୍ଧାର କରିଥିବାରୁ ଶିବ ଭୀମଙ୍କୁ ବର ଯାଚିଥିଲେ। ଏହା ଅବଗତ ହେଲା ପରେ ଶିବ ପ୍ରସନ୍ନ ହୋଇ ନିଜର ସତ୍ୟବଦ୍ଧତାକୁ ପାଳନ କରିବାକୁ ଯାଇ ଭୀମଙ୍କୁ ସିଂହନାଦ ଦେବାକୁ ସମ୍ମତ ହେଲେ। ସେ ତତ୍କ୍ଷଣ ସିଂହନାଦକୁ ଆନ୍ତରିକ୍ଷ ମାର୍ଗରେ ଚାଲିଯାଇ ଭୀମଙ୍କ ହସ୍ତରେ ପଦାର୍ପଣ ହେବାକୁ ନିର୍ଦ୍ଦେଶ ଦେଲେ। ସେହି ଅନୁସାରେ ସପ୍ତ ସୂର୍ଯ୍ୟର ତେଜ ଧାରଣ କରି ସିଂହନାଦ ବ୍ୟାସ ସରୋବର କୂଳରେ ଉପସ୍ଥିତ ଥିବା ଭୀମସେନଙ୍କ ହସ୍ତରେ ଆସି ପହଞ୍ଚିଲେ। ଯଦି କୌଣସି ବିଷୟ ବୁଝିପାରୁନାହାନ୍ତି କିମ୍ବା କେଉଁଥିରେ କିଛି ବି ଡାଉଟ୍ ଅଛି, ଆମକୁ ସଙ୍ଗେ ସଙ୍ଗେ କମେଣ୍ଟ ବକ୍ସରେ ଯାଇ ମେସେଜ କରନ୍ତୁ, ଆଉ ଆମେ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଦେବୁ। ଏବେ ଚାଲନ୍ତୁ ଦେଖିବା ନେକ୍ସଟ କ୍ୱେଶ୍ଚିନ୍। ଲକ୍ଷ୍ମୀ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ହୋଇଥିବା କଥୋପକଥନ ନିଜ ଭାଷାରେ ପ୍ରକାଶ କର। ଆନ୍ସର ହେଉଛି ଦୁର୍ଯ୍ୟୋଧନ ପନଗ ପରାୟଣ ହୋଇଥିବାରୁ ଲକ୍ଷ୍ମୀ ସର୍ବଦା ତାଙ୍କ ସହିତ ଥିଲେ। ଦୁର୍ଯ୍ୟୋଧନ ଚାଲିଲେ ତା ପଦପାତରେ ସ୍ୱର୍ଣ୍ଣ ପଦ୍ମ ଫୁଟୁଥିଲା ବୋଲି ସାରଳା ମହାଭାରତରେ ବର୍ଣ୍ଣିତ। ଭୀମଙ୍କର ପ୍ରଥମ ସିଂହନାଦ ରଡ଼ିରେ ତାର ଭରସା ନିଦ୍ରା ଭଙ୍ଗ ହେଲା ଓ ଦ୍ୱିତୀୟ ରଡ଼ିରେ ନିଜର କ୍ଷତ୍ରିୟ ସ୍ୱଭାବର ବଶବର୍ତ୍ତୀ ହୋଇ ସମ୍ମୁଖ ଯୁଦ୍ଧକୁ ଯିବାକୁ ଆଗଭର ହେଲା। ମାତ୍ର ଦୁର୍ଯ୍ୟୋଧନଙ୍କୁ ମହାଲକ୍ଷ୍ମୀ ଏଥିପାଇଁ ବାରଣ କଲେ ଓ ତାର ଦୁଇ ଭୁଜକୁ ଧରି ତାକୁ ଅଟକାଇବାକୁ ଚେଷ୍ଟା କଲେ। ମହାଲକ୍ଷ୍ମୀ ତାକୁ ସ୍ମରଣ କରାଇ ଦେଲେ ଯେ ଭୀମର 7 ରଡ଼ି ସହ୍ୟ କରିବାକୁ ତୁ ପୂର୍ବରୁ ପ୍ରତିଜ୍ଞାବଦ୍ଧ ହୋଇଛୁ। ମାତ୍ର ମହାମାନି ଦୁର୍ଯ୍ୟୋଧନ ନିଜର ଶକ୍ତି ଓ ପରାକ୍ରମ ଉପରେ ଭରସା ରଖି ଲକ୍ଷ୍ମୀଙ୍କ ଆକଟକୁ ଭ୍ରୂକ୍ଷେପ କଲେ ନାହିଁ। ଅଧିକନ୍ତୁ ମହାଲକ୍ଷ୍ମୀଙ୍କ ହସ୍ତରୁ ନିଜ ହସ୍ତକୁ ଜୋର କରି ଛଡ଼ାଇ ଆଣିଲେ। ମା କମଳାଙ୍କୁ ହତ୍ୟା କରି ଚାଲିଯିବାକୁ ଅବଜ୍ଞା କରି କହିଲେ। ତେବେ ଦୁର୍ଯ୍ୟୋଧନଙ୍କ ଭର୍ତ୍ସନା ସତ୍ତ୍ୱେ ମହାଲକ୍ଷ୍ମୀ ତାକୁ ଆଉ ଏକ ଭୀମର ସିଂହ ରଡ଼ି ସହ୍ୟ କରିବାକୁ ପରାମର୍ଶ ଦେଲେ। କହିଲେ, ଏହି ତୃତୀୟ ରଡ଼ି ସହ୍ୟ କଲେ ତୁ ମର୍ତ୍ତ୍ୟରେ ଅଜର ଅମର ହେବୁ। ମାତ୍ର କ୍ରୋଧୀ ମହାମାନି ନିଜର କ୍ଷତ୍ରିୟ ଦାମ୍ଭିକତାର ବଶବର୍ତ୍ତୀ ହୋଇ ଯୁଦ୍ଧଂ ଦେହି ଡାକରା ଦେଇ 70 ଭାର ଗଦା ଧରି ମହାଦର୍ପରେ ବ୍ୟାସ ସରୋବରରୁ ବାହାରି ଆସିଲେ। ମହାମାଇ ମା କମଳାଙ୍କ ଆଶ୍ୱାସନା ଓ ସାନ୍ତ୍ୱନା ପ୍ରତି ତିଳେ ହେଲେ କର୍ଣ୍ଣପାତ କଲେ ନାହିଁ। ବୀର ମାରେ ଅବା ମରି କରେ ରଣ। ନ୍ୟାୟରେ ବିରୋଚିତ ସମ୍ମୁଖ ଯୁଦ୍ଧ ପାଇଁ ଆଗୁସାର ଦୁର୍ଯ୍ୟୋଧନକୁ କବି ସାରଳା ଦାସ
ଏକ ମହତ୍ୱାକାଂକ୍ଷୀ ଯୋଦ୍ଧା ରୂପେ ପ୍ରକଟିତ କରିଛନ୍ତି। ଏବେ ତ ବୁଝିପାରିଲେ। ତେବେ ପିଲାମାନେ, ଆସନ୍ତାକାଲି ଆମେ ଏହାର ଅଲଗା କିଛି ପ୍ରଶ୍ନୋତ୍ତର ଆପଣମାନଙ୍କ ପାଖକୁ ନେଇକି ଆସିବୁ। ସେଥିପାଇଁ ଆପଣମାନେ ଏହି ଚ୍ୟାନେଲକୁ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଯଦି ଆପଣମାନଙ୍କୁ ଆମର ଚ୍ୟାନେଲ ଭଲ ଲାଗେ ତାହେଲେ ଲାଇକ୍ ଓ କମେଣ୍ଟସ୍ କରିବାକୁ ଜମା ବି ଭୁଲିବେ ନାହିଁ। ତେବେ ଆଜି ପାଇଁ ଏତିକି। ପୁଣି ଦେଖା ହେବ କାଲିର ଅଧ୍ୟାୟରେ।